ଆଜିର ରାଶିଫଳ 17 ଜାନୁଆରୀ 2025 ପଢ଼ନ୍ତୁ ନିଜର ରାଶିଫଳ। ମେଷ ରାଶି ଆଜି ଚନ୍ଦ୍ରଙ୍କ କେନ୍ଦ୍ରରେ ଗଜକେଶ୍ୱର ଯୋଗ ପ୍ରଭାବରୁ ବନ୍ଧୁଙ୍କ ପ୍ରିୟ ପାତ୍ର ହେବେ। ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ଲାଗି ରହିଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭ କରିପାରନ୍ତି। ବନ୍ଧୁ କିମ୍ବା ପଡ଼ୋଶୀଙ୍କ ହସ୍ତକ୍ଷେପ ଫଳରେ ଅଶାନ୍ତ ପାରିବାରିକ ସ୍ଥିତି ବହୁଳାଂଶରେ ଥମିଯିବ। ବୃଷ ରାଶି କେନ୍ଦ୍ରସ୍ଥ ଚନ୍ଦ୍ରଜନିତ ଦୃଢ଼ ମନୋବଳ ସମସ୍ତ ପ୍ରକାର ପ୍ରତିବନ୍ଧକକୁ ଏଡ଼ାଇବାରେ ସମର୍ଥ ହେବ। ସ୍ଥଗିତ କାର୍ଯ୍ୟ ପାଉନଥିବା ଅର୍ଥ ଲାଗି ରହିଥିବା ବିବାଦର ପରିସମାପ୍ତି ଘଟିପାରନ୍ତି। କଳା ସାହିତ୍ୟରେ ଉନ୍ନତି ସହ ସମାଜରେ ପ୍ରଶଂସିତ ହେବେ, କିନ୍ତୁ ଆନୁଷ୍ଠାନିକ କାମରେ ଅପ୍ରିୟ ସତ କଥା କହି ବିରୋଧୀ ହୋଇପାରନ୍ତି। ମିଥୁନ ରାଶି ରବି ପୃଷ୍ଠ ଦେଶରେ ବୁଧ ଥିବାରୁ ବନ୍ଧୁଙ୍କ କଥାରେ ଭରିବାକୁ ବାଧ୍ୟ ହେବେ। ପ୍ରତ୍ୟେକ କାର୍ଯ୍ୟକୁ ସତର୍କତାର ସହ ନ କରିପାରିଲେ ପରିସ୍ଥିତି ବଦଳି ଯାଇପାରେ। କଠିନ ଶ୍ରମ ଓ ଭ୍ରମଣ ଜନିତ ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। ଆକସ୍ମିକ ଯାତ୍ରାରେ ବ୍ୟାଧିକ ସାଙ୍ଗକୁ ଅବ୍ୟବସ୍ଥା ଜନିତ ବ୍ୟସ୍ତତା ବଢ଼ିଯିବ। କର୍କଟ ରାଶି ରାଶ୍ୟାଧିପ ଧନସ୍ଥାନସ୍ଥ ଯୋଗୁଁ ଅର୍ଥନୈତିକ ଅଭିବୃଦ୍ଧି ସହିତ କାର୍ଯ୍ୟସିଦ୍ଧିରୁ ଖୁସି ରହିବେ। କଥାର ସଚ୍ଚୋଟତା ଓ କାର୍ଯ୍ୟଦକ୍ଷତା କାରଣରୁ ବନ୍ଧୁଙ୍କ ମଧ୍ୟରେ ପ୍ରଶଂସିତ ହେବେ। ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଚିନ୍ତିତ ରହିବେ। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇ ହେବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ସିଂହ ରାଶି ଭାଗ୍ୟାଧିପ କେନ୍ଦ୍ରସ୍ଥ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାନ୍ନିଧ୍ୟରୁ କାର୍ଯ୍ୟ ହାସଲ କରି ଉପକୃତ ହୋଇପାରନ୍ତି। ଅନ୍ୟମାନଙ୍କୁ ସାହାଯ୍ୟ କରିବା ପରିପ୍ରେକ୍ଷୀରେ ନିଜେ ହଇରାଣ ହେବାକୁ ପଡ଼ିପାରେ। ଅସଫଳତାର କାରଣ ଖୋଜିବାକୁ ଯାଇ ନିଜେ ଲୋକଙ୍କୁ ଭୁଲ ବୁଝି ପାରନ୍ତି। କନ୍ୟା ରାଶି କେତୁଙ୍କ କୁପ୍ରଭାବରେ ଭୁଲ ବୁଝାମଣା କାରଣରୁ ବନ୍ଧୁ ସାହାଯ୍ୟରେ ପ୍ରତିଶ୍ରୁତି ଦେଇ ପାଖ ମାଡ଼ିବେ ନାହିଁ। ବ୍ୟବସାୟରେ କ୍ଷତି ହେବାର ଆଶଙ୍କା ରହିଛି। ଯାତ୍ରା ସମୟରେ ଝଗଡ଼ା ଲାଗିପାରେ। ଆର୍ଥିକ କାରବାର, କର୍ମକ୍ଷେତ୍ର, ନିର୍ମାଣ, ସଭାସମିତି ଓ ମଙ୍ଗଳଜନକ କାର୍ଯ୍ୟରେ ଉତ୍ସାହିତ ହୋଇ କାମ କରିପାରନ୍ତି। ତୁଳା ରାଶି ରବି ଦୁଷ୍ଟ ମଙ୍ଗଳ ଯୋଗୁଁ ପରିବାରରେ ଲାଗି ରହିଥିବା ସମସ୍ୟା ସମାଧାନ ହେବ। ପଡ଼ୋଶୀ ସ୍ୱାର୍ଥ ସାଧନ ମାନସରେ ନିଜ କାମକୁ ଅଗ୍ରାଧିକାର ଦେଇପାରନ୍ତି। ପୁରୁଣା ରୋଗ ଘର ଲୋକମାନଙ୍କର ଟୁପ୍ଟାପ୍ କଥା ମନକୁ ବିଚଳିତ କରିପାରିବ। ପାରିବାରିକ ସ୍ଥିତି, ବ୍ୟାବସାୟିକ ପରିସ୍ଥିତି ଓ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହୋଇପାରେ। ବିଛା ରାଶି ମୁଖ୍ୟ ଭାବସ୍ଥ ବୁଧଙ୍କ ପ୍ରଭାବରେ ଅପ୍ରିୟ ସତ୍ୟ ଭାଷଣ ଦ୍ୱାରା ବନ୍ଧୁଙ୍କ ବିରାଗ ଭାଜନ ହେବେ। ବିଶିଷ୍ଟ ବ୍ୟକ୍ତିଙ୍କ ପୃଷ୍ଠପୋଷକତା କାରଣରୁ କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ପ୍ରଶଂସିତ ହେବେ। ସାହିତ୍ୟ, ରଚନାତ୍ମକ କାର୍ଯ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ସ୍ଥଗିତ କାମକୁ ପୁରା ଦମରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ଧନୁ ରାଶି ଶନିଯୁକ୍ତ ଶୁକ୍ର ହେତୁ ଆପଣଙ୍କର ସାହାଯ୍ୟ ପ୍ରାପ୍ତିର ଅନୁରୋଧକୁ ବନ୍ଧୁଙ୍କ ମିଥ୍ୟା ପ୍ରତିଶ୍ରୁତି କାମକୁ ଆସିନପାରେ। ବକେୟା ଅର୍ଥ ଆଦାୟରେ ଟଣା ଓଟରା ଲାଗିପାରେ। ବିବାଦୀୟ ଘଟଣାରେ, ପରିବହନରେ, ବ୍ୟବସାୟରେ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ। ଆଜି ଶତ୍ରୁଠାରୁ ଦୂରେଇ ରହି କାମ କରିବା ଭଲ ହେବ। ମକର ରାଶି ଅଷ୍ଟମାଧିପତି ରାଶିରେ ଅବସ୍ଥାନ କରିଥିବାରୁ ଅତୀତକୁ ମନେ ପକାଇ ଭାବ ବିହ୍ୱଳ ହେବେ। ଶିଳ୍ପ, ବାଣିଜ୍ୟ, କଳା, ସାହିତ୍ୟ କ୍ଷେତ୍ରରେ କିଛି ନା କିଛି ବ୍ୟତିକ୍ରମ ପରିଲକ୍ଷିତ ହେବ। ଭଲ ସମ୍ପର୍କ ଥିବା ବନ୍ଧୁଟି କ୍ରମଶଃ ଦୂରେଇ ଯିବାରେ ଅନୁଭବ କରିବେ। ଦୀର୍ଘ ଦିନରୁ ଆଶା କରିଥିବା ସରକାରୀ ସ୍ତରରୁ ଶୁଭ ଖବର ପାଇପାରନ୍ତି। କୁମ୍ଭ ରାଶି ରାଶ୍ୟାଧିପତି ସ୍ୱଗୃହରେ ଅବସ୍ଥାନ କରିଥିବାରୁ ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ରହିବ। ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବିବାଦୀୟ ପାରିବାରିକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ଉଚିତ ମନେ କରିପାରନ୍ତି। ପଡ଼ୋଶୀଙ୍କ ମଧ୍ୟସ୍ଥତାରେ ଆକସ୍ମିକ ଅର୍ଥଲାଭ ଓ ବନ୍ଧୁ ସମ୍ପର୍କ ସ୍ଥାପନ ହୋଇପାରେ। ମୀନ ରାଶି ଆପଣଙ୍କ ଆଶା ଅଭିଳାଷ ପୂରଣ କରିବା ଦିଗରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବା ସମ୍ଭାବନା ରହିଛି। ପୂର୍ବ ବିବାଦକୁ କେନ୍ଦ୍ର କରି ବୃଥା ଆଶଙ୍କା ଜନିତ ମନ ଅସ୍ଥିର ରହିପାରେ। ଆଜିର ବ୍ୟବସାୟ, ଯାତ୍ରା ଓ ଆନୁଷ୍ଠାନିକ କାମରେ ସଫଳତା ପାଇବେ।